ଧ୍ୟାନ ଓ ପ୍ରାର୍ଥନା ଫେବୃଆରୀ 11, 1914। ଯେଉଁ ମୁହୂର୍ତ୍ତରେ ଆମେ ନିତ୍ୟ ଓ ନୈମିତ୍ତିକ ବୋଧର ଊର୍ଦ୍ଧ୍ୱକୁ ଉଠିଯାଉ, ଯେଉଁ ମୁହୂର୍ତ୍ତରେ ଆମମାନଙ୍କ ଚେତନାକୁ ତ ପରାଚେତନା ସଙ୍ଗେ ଏକ କରି ଧରୁ, ଯେଉଁ ମୁହୂର୍ତ୍ତରେ ଆମେ ସେହି ଚେତନା ମଧ୍ୟରେ ପ୍ରବେଶ କରୁ ଯାହାକୁ ପରମ ଜ୍ଞାନ ଛଡ଼ା ଅନ୍ୟ କିଛି ବୋଲି ବ୍ୟାଖ୍ୟା କରାଯାଇ ପାରିବ ନାହିଁ, ସେହି ମୁହୂର୍ତ୍ତରେ ଆମର କ'ଣ କରିବା ଉଚିତ ଓ କ'ଣ ନ କରିବା ଉଚିତ ସେ ବିଷୟରେ ଅଥବା ଯେଉଁ ସବୁ ସିଦ୍ଧାନ୍ତ ସ୍ଥିର କରିବାକୁ ହେବ ସେ ବିଷୟରେ ସମସ୍ତ ସମସ୍ୟା ସହଜ ହୋଇଯାଏ, ଏପରିକି ଅକିଞ୍ଚିତକର ବୋଧ ହୁଏ। ଶାଶ୍ୱତ କର୍ମର ଦୃଷ୍ଟିରୁ ଯେଉଁ ବସ୍ତୁ ଏକମାତ୍ର ମହତ୍ତ୍ୱପୂର୍ଣ୍ଣ ତାହା ହେଲା ତୋ ସମ୍ବନ୍ଧରେ ସଚେତ ହେବା, ତୋ ସଙ୍ଗେ ଏକୀଭୂତ ହେବା ଏବଂ ନିରନ୍ତର ସେହି ସଚେତନ ଏକାତ୍ମବୋଧକୁ ଧରି ରଖିବା। କିନ୍ତୁ ଆମର ସ୍ଥୂଳ ଶରୀର, ଯାହାକି ପୃଥିବୀରେ ତୋର ଅଭିବ୍ୟକ୍ତିର ଗୋଟିଏ ଧାରା, ତାର ଶ୍ରେଷ୍ଠ ବ୍ୟବହାର କ'ଣ ଏହି ଜ୍ଞାନ ଲାଭ କରିବାକୁ ହେଲେ ଏହି ଶରୀର ଉପରେ ଦୃଷ୍ଟିପାତ କରିବା ହିଁ ଯଥେଷ୍ଟ। କାରଣ ଯେତେବେଳେ ତୁ ହିଁ କେବଳ ଆମ୍ଭମାନଙ୍କ ଭିତରେ ଜାଗ୍ରତ, ସେତେବେଳେ ନିଃସନ୍ଦେହରେ ଜାଣିହେବ କେଉଁ କାର୍ଯ୍ୟକୁ ଏହା ସର୍ବୋତ୍ତମ ଭାବରେ କରିପାରେ, କେଉଁ କାର୍ଯ୍ୟ ଏହାର ସକଳ ଶକ୍ତିକୁ ପୂର୍ଣ୍ଣ ରୂପେ ବିନିଯୋଗ କରିପାରେ। ଏହି କର୍ମ ବିଶେଷ, ଏହି ଏକାନ୍ତ ଆପେକ୍ଷିକ ପ୍ରୟୋଗ ପ୍ରତି କୌଣସି ବିଶେଷ ପ୍ରାଧାନ୍ୟ ନ ଦେଇ ଆମେ ବିନା ବାଧାରେ ମନ ଭିତରେ କୌଣସି ତର୍କ ବିତର୍କ ନ କରି ଏହିପରି ସବୁ ସିଦ୍ଧାନ୍ତରେ ପହଞ୍ଚିପାରୁ ଯାହା ବାହ୍ୟ ଚେତନା ନିକଟରେ ବୋଧ ହୁଏ ଅତ୍ୟନ୍ତ ଦୁଃସାହସିକ ଓ ଭୀଷଣ ବିପଜ୍ଜନକ ବୋଲି। କିନ୍ତୁ ଯେଉଁମାନେ ତୋର ଶାଶ୍ୱତ ଶିଖରରୁ ଦେଖନ୍ତି ସେମାନଙ୍କ ପକ୍ଷରେ ଏହି ସବୁ ବସ୍ତୁ କେତେ ସହଜ ହୋଇ ଉଠେ। ହେ ପ୍ରଭୁ, ଆନନ୍ଦ ଓ ଆସ୍ଥାରେ ପରିପୂର୍ଣ୍ଣ ଭକ୍ତି ନେଇ ତୋତେ ପ୍ରଣାମ କରୁଛି। ସକଳ ଜୀବଙ୍କ ଉପରେ ଯେପରି ତୋର ଦିବ୍ୟ ପ୍ରେମର ପରମା ଶାନ୍ତି ଉତରି ଆସେ।